जय जगन्नाथ। नमस्कार प्रिय दर्शक बंधु। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ କୁମାର ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ ପ୍ରିଲିମ୍ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କୁ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଆଜି ଦିନର ସୁନ୍ଦର ଟିପ୍ସଟି। ପ୍ରିୟ ଦର୍ଶକ ବନ୍ଧୁ, ଯଦି ଜୀବନରେ କିଛି ସଫଳତା କରିବାକୁ ଚାହୁଁଛନ୍ତି ବା ସଫଳତା ପାଇବାକୁ ଚାହୁଁଛନ୍ତି, ପ୍ରଥମତଃ ନିଜର କର୍ମ ପ୍ରତି ଧ୍ୟାନ ଦେବା ବହୁତ ଆବଶ୍ୟକତା ଅଛି। ଅନେକ ଲୋକ ଏହା ଚିନ୍ତନ କରନ୍ତି ଯେ କି ମୋ ଭାଗ୍ୟ ଖରାପ, ଯେତେ ପରିଶ୍ରମ କଲେ ମଧ୍ୟ ସଫଳତା ପାଇପାରୁନାହାନ୍ତି। ତା ନିଶ୍ଚିତ ରୂପରେ କିଛି କର୍ମ ଏମିତି ଥାଏ ଯେତେ ପରିଶ୍ରମ କଲେ ବି ସୁଦ୍ଧା ସଫଳତା ମିଳିନଥାଏ। ଆଉ ଯଦି ବି ସଫଳତା ମିଳିଥାଏ, ବହୁତ କିଛି ଉନ୍ନତି କଲା ପରେ ପୁନଃ ଅବନତି କରିବାକୁ ପଡ଼ିଥାଏ। ନିଶ୍ଚିତ ରୂପରେ ନିଜ ନିଜର ଜନ୍ମଜାତକରେ ଦେଖିବେ ପିତୃଦୋଷ ଏମିତିକି କିଛି ଦୋଷ ବା ଅଭିଶପ୍ତ ଥାଏ, ଜୀବନର ସମସ୍ତଙ୍କୁ ସୁଖକୁ ଛଡ଼ାଇ ନିଅନ୍ତି। ପିତୃପୁରୁଷଙ୍କର କିଛି ଆଶା ଥାଏ, କିଛି ଭାବନା ଥାଏ, ଏବଂ ତାହା ଯଦି ପରିପୂର୍ଣ୍ଣତା ନ ହୁଏ ତାହେଲେ ନିଶ୍ଚିତ ରୂପରେ ସମସ୍ୟା ଦେଖା ଦେଇଥାଏ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ନିଜ ନିଜ ଜାତକକୁ ନିଜେ ଭଲ ଭାବରେ ଅନୁଭବ କରନ୍ତୁ, ଅନୁଚିନ୍ତନ କରନ୍ତୁ ଏବଂ ତାପରେ ପ୍ରତିକାର କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କ ଜନ୍ମ ଜାତକରେ ପିତୃଦୋଷ ଅଛି ନ ଅଛି ଆପଣ ଜାଣିପାରୁନାହାନ୍ତି, ଆପଣଙ୍କ ପାଖରେ ଜାତକ ନାହିଁ, ନାମ ରାଶିରୁ ଆପଣଙ୍କ ରାଶି ବୋଲିକି ଚୟନ କରିଛନ୍ତି, ତାହେଲେ ପ୍ରତ୍ୟେକ ଦିନ ଆପଣ ଚିନ୍ତା କରିବେ, ପ୍ରତ୍ୟେକ ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରନ୍ତୁ 108 ଥର। ପ୍ରତ୍ୟେକ ଅମାବାସ୍ୟା ଦିନ ଗୋମାତାକୁ ସେବା କରନ୍ତୁ, ଶ୍ୱାନକୁ ଖାଇବାକୁ ଦିଅନ୍ତୁ। ନିଶ୍ଚିତ ରୂପରେ କିଛି ଦିନ ଭିତରେ ପିତୃପୁରୁଷଙ୍କର ଦ୍ୱାରା ଆଶୀର୍ବାଦ ପ୍ରାପ୍ତି ହେବ, ଉନ୍ନତି ଏବଂ ସଫଳତା ଦେଖାଦେବ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର ସୁନ୍ଦର ଟିପ୍ସଟି। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟ। 24 ମେ 2026 ମସିହା ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ନବମୀ ତିଥି, ପୂର୍ବା ଫାଲ୍ଗୁନୀ ନକ୍ଷତ୍ର, ରବିବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 6:47 ଠାରୁ 11:44 ପର୍ଯ୍ୟନ୍ତ ଶୁଭ ସମୟ ପଦ। ତତ୍ପଶ୍ଚାତ ମଧ୍ୟାହ୍ନ 1:22 ଠାରୁ ସାୟଂ 3:01 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ଏତଦ୍ ବ୍ୟତୀତ ରାତ୍ର 6:20 ଠାରୁ 10:22 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ଆଜି ଦିନ ରାହୁ କାଳ ସମୟ ସାୟଂ 4:40 ଠାରୁ 6:18 ପର୍ଯ୍ୟନ୍ତ ରାହୁ କାଳ ସମୟ ଭୋଗ ହେବ। ଟିକେ ସାବଧାନ, ଉକ୍ତ ସମୟରେ କୌଣସି ଶୁଭ ମାଙ୍ଗଲ୍ୟ କାର୍ଯ୍ୟ କରିବା ଉଚିତ ନୁହେଁ। ଆଜି ଦିନର ଘାତ ବାର, କେଉଁ ରାଶିକୁ ଘାତ ବାର ଅଛି? ମେଷ ରାଶିକୁ ଘାତ ବାର। ଚାहे ସେ ମହିଳା ହୁଅନ୍ତୁ ଚାहे ପୁରୁଷ ହୁଅନ୍ତୁ, ଘାତ ବାର ଅଛି, ଟିକେ ସାବଧାନ ରହିବେ। ଆଜି ଦିନର ଘାତ ଚନ୍ଦ୍ର କର୍କଟ ଓ ମକର ରାଶି ପୁରୁଷ ବ୍ୟକ୍ତି ମାନଙ୍କ ପାଇଁ ଘାତ ଚନ୍ଦ୍ର, ଟିକେ ସାବଧାନ। ଏତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟ। ପ୍ରଥମତଃ ମେଷ ରାଶି। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିଙ୍କ ରାଶି ହେଉଛି ମେଷ ରାଶି, ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ର ପ୍ରତି ଜାଗ୍ରତ, ସଜାଗ ରୁହନ୍ତୁ। ନିଜର ମାନ ସମ୍ମାନ ମର୍ଯ୍ୟାଦା ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଲଭ୍ ମ୍ୟାଟରେ ବାଧା ଆସିବାର ସମ୍ଭାବନା ଦେଖାଦେଉଛି। କୌଣସି କାର୍ଯ୍ୟ କରୁଛନ୍ତି, ଭ୍ରମିତ ହୁଅନ୍ତୁନି, ମନକୁ ସ୍ଥିର ରଖନ୍ତୁ। ଧର୍ମ କାର୍ଯ୍ୟରେ ଅଛନ୍ତି, ବାଧା ଆସିବ, କଷ୍ଟ ଆସିବ, ସମସ୍ୟା ଦେଖାଦେବ ଏବଂ ସମ୍ମାନିତ ମଧ୍ୟ ହେବେ। ସନ୍ତାନ ପାଇ ଆନନ୍ଦିତ ହେବେ। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ର ପ୍ରତି ଯଥେଷ୍ଟ ସାବଧାନ ରୁହନ୍ତୁ। ବାଣୀ ବ୍ୟବହାର ପ୍ରତି ଯଥେଷ୍ଟ ସାବଧାନ ରୁହନ୍ତୁ। ଆଜିର ଲକି ନମ୍ବର 3, ଲକି କଲର ସେଲ, ଲକି ଡାଇରେକ୍ସନ ନର୍ଥ-ଇଷ୍ଟ। ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ, ସୁଖଦିନ କରିବେ। ବୃଷ ରାଶି। ମାତା ବନ୍ଧୁ ରିଶ୍ତେଦାରଙ୍କ ସହିତ ଶ୍ରଦ୍ଧା ଆଦରତା ରଖନ୍ତୁ। କାହାରି ବ୍ୟକ୍ତିଗତ କଥାରେ କଥା କୁହନ୍ତୁନି, କାହା ଭଲରେ ନା କାହା ମନ୍ଦରେ।
ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ନିଜ କର୍ମକ୍ଷେତ୍ର ପ୍ରତି ଫୋକସ୍ ରଖନ୍ତୁ। ଆଜି ଲକି ନମ୍ବର 9 ଲକି ପିରିୟଡ୍ସରେ ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ସରଳ ବିଶ୍ୱାସର ଧୋକା ଖାଇଯାଇପାରନ୍ତି। ଅଭାବତା ସମୟରେ କେହି ନା କେହି ସହଯୋଗ କରିବେ। ଭାଗ୍ୟର ପରିବର୍ତ୍ତନତା ଦେଖାଦେବ। ଆଶା ବାଧ୍ୟ ହେବା ଉଚିତ ନୁହେଁ, ଜିଦ୍ଦି ମଧ୍ୟ କରିବା ଉଚିତ ନୁହେଁ। ଶ୍ୱଶୁରାଳୟରେ ଶ୍ରଦ୍ଧା ଆଦରତା ରଖନ୍ତୁ। ଆଜି ଲକି ନମ୍ବର 8 ଲକି ପିରିୟଡ୍ସ ବ୍ଲାକ୍ ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ର ବାଣ ସ୍ତୋତ୍ର ପାଠ କରନ୍ତୁ, ସୁଖ ଦିନ କଟିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଶାବାଦୀ ହେବା ଉଚିତ ନୁହେଁ। କୁଟୁମ୍ବ ପରିବାର ପ୍ରତି ଶ୍ରଦ୍ଧା ରଖନ୍ତୁ, ଆର୍ଗୁମେଣ୍ଟ ନୁହେଁ। ଯାହା ମିଳୁଛି, ଯେମିତି ମିଳୁଛି, ଯେତିକି ମିଳୁଛି ସେଥିରେ ସନ୍ତୁଷ୍ଟି ଶାନ୍ତି ରହିବା ବହୁତ ଆବଶ୍ୟକତା ଅଛି। ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଆଜିର ଲକି ନମ୍ବର 5 ଲକି ପିରିୟଡ୍ସ ରେନ୍ ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନୃସିଂହ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ କାହାରି ବ୍ୟକ୍ତିଗତ କଥାର କଥା କହିବା ଉଚିତ ନୁହେଁ, କାମରେ ନା କାମ କରେ। ପତି ପତ୍ନୀ ମଧ୍ୟରେ ଶ୍ରଦ୍ଧା ଆଦରତା ଆତ୍ମବିଶ୍ୱାସ ରଖିବା ବହୁତ ଆବଶ୍ୟକତା ଅଛି। ଆଜିର ଲକି ନମ୍ବର 4 ଲକି ପିରିୟଡ୍ସ ଗ୍ରେ ସିଲଭର ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ସ୍ୱର୍ଗତ ପିତୃଲୋକଙ୍କୁ ତର୍ପଣ କରନ୍ତୁ, ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ, ସୁଖ ଦିନ କଟିବ। କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ବଢିବାର ସମ୍ଭାବନା ଦେଖାଦେଉଛି। ଗାଡି ଘୋଡା ଟିକେ ସାବଧାନ ଚଲାନ୍ତୁ। ହସ୍ପିଟାଲରେ କିଛି ପଇସା ଖର୍ଚ୍ଚ ହେବ ଏବଂ ଶତ୍ରୁ ଜାଗ୍ରତ ହେଇପାରନ୍ତି, ଟିକେ ସାବଧାନ। କାହା ସହିତ ଆର୍ଗୁମେଣ୍ଟ କରନ୍ତୁନି, କାହାର ବ୍ୟକ୍ତିଗତ କଥାର କଥା କୁହନ୍ତୁନି। ସହଯୋଗ କରିବାର ଅଛି ତାହେଲେ ମୁକ୍ତ କଣ୍ଠରେ କରନ୍ତୁ। ଆଜିର ଲକି ନମ୍ବର 8 ଲକି ପିରିୟଡ୍ସ ବ୍ଲାକ୍ ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ବରୁଣ ଦେବତାଙ୍କୁ ଭକ୍ତିପୂତ ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। ତୁଳା ରାଶି। ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ର ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକତା ଅଛି। ଯୋଉ ଜିନିଷଟି ଲକ୍ଷ୍ୟରେ ଛିଣ୍ଡିବ ତାକୁ କୁରାଢି ଲଗେଇବା ଆବଶ୍ୟକତା ନାହିଁ। ଇନକମ୍ ସୋର୍ସରେ ଠିକ୍ ଠାକ୍ ରହିବ, କର୍ମକ୍ଷେତ୍ରରେ ଠିକ୍ ରହିବ। ବୁଝାମଣାରେ ତ୍ରୁଟି ଦେଖାଦେବ। ଆଜି ଲକି ନମ୍ବର 9 ଲକି ପିରିୟଡ୍ସରେ ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଯଦି ପାରୁଛନ୍ତି ଆଜି ସୂର୍ଯ୍ୟନାରାୟଣଙ୍କୁ ଜବା ପୁଷ୍ପରେ ମଣ୍ଡିତ କରି କର୍ପୂର ଘୃତଯୁକ୍ତ ଆଳତି କରନ୍ତୁ, ସୁଖ ଦିନ କଟିବ। ବିଛା ରାଶି। ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟରେ ସିଦ୍ଧି ଏବଂ ସଫଳତା ଦେଖାଦେବ। ମନର କାମନା ପୂର୍ତ୍ତି ଦେଖାଦେବ। ପିତାଙ୍କ ଦ୍ୱାରା ସପୋର୍ଟ ମିଳିବ, ସହଯୋଗ ମିଳିବ ଏବଂ କର୍ତ୍ତବ୍ୟରେ ନିଷ୍ଠାବାନ ହୋଇ କାର୍ଯ୍ୟ କରନ୍ତୁ। ଡିପ୍ରେସନ ନୁହେଁ, ଷ୍ଟ୍ରେସଫୁଲ ନହେବା ଉଚିତ ଅଛି ଏବଂ କିଛି କର୍ମକ୍ଷେତ୍ରରେ ସଫଳତା ମଧ୍ୟ ଦେଖାଦେବ। ଆଜି ଲକି ନମ୍ବର 3 ଲକି ପିରିୟଡ୍ସର ଲକି ଡାଇରେକ୍ସନ ନର୍ଥ ଇଷ୍ଟ। ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। ଧନୁରାଶି। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି, ସଫଳତା ମିଳିବ। ଭାଇ ଭଉଣୀ ମିତ୍ରଙ୍କ ଦ୍ୱାରା ଶ୍ରଦ୍ଧା ଆଦରତା ଦେଖାଦେବ, କିନ୍ତୁ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ଭାଗ୍ୟର ପରିବର୍ତ୍ତନତା ଦେଖାଦେବ। ପିତାଙ୍କ ସ୍ୱାସ୍ଥ୍ୟରେ ଉପଶମ ଦେଖାଦେବ। ଅର୍ଥ ଲାଭ ଅଛି। ଆଜିର ଲକି ନମ୍ବର 6 ଲକି ପିରିୟଡ୍ସ ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ଶୀର୍ଷ ସ୍ତୋତ୍ର ପାଠ କରନ୍ତୁ, ସୁଖ ଦିନ କଟିବ। ମକର ରାଶି। କୁଟୁମ୍ବ ପରିବାରରେ ଶ୍ରଦ୍ଧା ଆଦରତା ସମର୍ପଣ ରହିବା ବହୁତ ଆବଶ୍ୟକତା ଅଛି। ନିଜେ ଆଶାବାଦୀ ହେବା ଉଚିତ ନୁହେଁ। ଯଦି ଆଶା ରଖୁଛ ତାହେଲେ ନିଶ୍ଚିତ ଭାବେ କଷ୍ଟ ସମସ୍ୟା ଦେଖାଦେବ। ସ୍ୱାସ୍ଥ୍ୟ ପ୍ରତି ଯୋଗୀ ରଖି ଚାଲିବା ଆବଶ୍ୟକତା ଅଛି। କ୍ରୋଧାଯୁକ୍ତ ନୁହେଁ। ବିଦେଶ ଯାତ୍ରା, ଦୂରଯାତ୍ରା, ଭ୍ରମଣ ଯୋଗ ମଧ୍ୟ ଦେଖାଯାଉଛି। ଆଜିର ଲକି ନମ୍ବର 2 ଲକି ପିରିୟଡ୍ସ ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ବାଣୀ, ସ୍ୱାସ୍ଥ୍ୟ ଏବଂ କର୍ତ୍ତବ୍ୟରେ କୌଣସି ଅବହେଳା ରଖିବା ଉଚିତ ନୁହେଁ। ସେଥିରେ ଦୁଃଖ ଆଦି ସମସ୍ୟା ଦେଖାଦେବ। ଦାମ୍ପତ୍ୟ ଜୀବନ ଆନନ୍ଦ ସୁଖ ମଧୁମୟ ଦେଖାଦେବ। ଛଳ କପଟ ରଖିବା ଉଚିତ ନୁହେଁ ବା ସନ୍ଦେହତା ଭିତରେ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଏକ ଅନ୍ୟ ଜଣ ମଧ୍ୟରେ ଶ୍ରଦ୍ଧା ଆଦରତା ରଖନ୍ତୁ, ସଫଳ ରଖନ୍ତୁ। ଆଜିର ଲକି ନମ୍ବର 2 ଲକି ପିରିୟଡ୍ସ ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ଆଜି ପ୍ରାତଃ ସମୟରେ ସ୍ନାନାଦି କାର୍ଯ୍ୟ ସାରି କିଛି ଅଟା ଗୋମାତାକୁ ଦାନ କରନ୍ତୁ, ସୁଖ ଦିନ କଟିବ। ମୀନରାଶି ବ୍ୟକ୍ତିମାନଙ୍କ ପାଇଁ ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ। ଶତ୍ରୁମାନ ଜାଗ୍ରତ ଅବସ୍ଥାକୁ ଆସିବେ। କିଛି ଶତ୍ରୁ ପରାଜୟ ମଧ୍ୟ ଦେଖାଦେବ।
କୌଣସି କ୍ଷେତ୍ର ଆଜି ଲୋନ୍ ବା କର୍ଜ ନିଅନ୍ତୁ ନାହିଁ। ଗାଡ଼ି ଘୋଡ଼ା କେୟାରଲେସ୍ ମନୋଭାବନା ରଖି ଚଲାନ୍ତୁ ନାହିଁ। ଅନ୍ୟଥା କୌଣସି ଗାଡ଼ି ଘୋଡ଼ା ଚଳିଲା ସମୟରେ ସଦା ସର୍ବଦା ନିଜେ ଜାଗ୍ରତ ରହିବା ଦରକାର ଅଛି। ଆଜି ଲେନଦେନକୁ ବନ୍ଦ କରନ୍ତୁ, କାହାରି ରେସ୍ ନିଅନ୍ତୁ। ଆଜି ଲକି ନମ୍ବର୍ସ 6 ଲକି କଲର୍ସ ୱାଇଡ୍ ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ଶୀର୍ଷ ସ୍ତୋତ୍ର ପାଠ କରନ୍ତୁ, ସୁଖ ଦିନ କରନ୍ତୁ। ଯାହା ହାତରୁ ଯାଉଛି ତାକୁ ଅସନ୍ତୁଷ୍ଟତା ହେବା ଉଚିତ ନୁହେଁ, ଶାନ୍ତି ରୂପରେ ଯିବାକୁ ଦେବା ଆବଶ୍ୟକତା ଅଛି। ଯାହା ଆପଣ ଭାଗ୍ୟରେ ଲେଖା ନାହିଁ ତା ପଛରେ ଗୋଡ଼େଇବା ମଧ୍ୟ ଉଚିତ ନୁହେଁ, ଟିକେ ସାବଧାନ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର 12ଟା ରାଶି ଫଳ। ଆଜି ତ ସମୟ ଯାଇଛି, କାର୍ଯ୍ୟକ୍ରମକୁ ଆମେ ରଖୁଛୁ। ପୁଣି ଦେଖା ହେବା ଆଗାମୀ ମଧ୍ୟରେ। ଜୟ ଜଗନ୍ନାଥ, ନମସ୍କାର, ହରି ଓମ୍।